ହେଉଛି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ସାତକୁଟିଆଣୀ ପଞ୍ଚାୟତ ଅନ୍ତର୍ଗତ ଚୂର୍ଣ୍ଣପଡ଼ା ମୁଖ୍ୟ ରାସ୍ତାଠାରୁ ଝାଡ଼ାଙ୍କୁଲି ସାତକୁଟୁଣୀ ଆରଡ଼ି ରୋଡ୍ ପର୍ଯ୍ୟନ୍ତ ରାସ୍ତା। ତେବେ 2018 ମସିହାରେ ଏହି ରାସ୍ତା କାମ ହୋଇଥିଲେ ମଧ୍ୟ ମଝିରେ ମଝିରେ ମରାମତି କାମ ହେଉଛି। ଅଥଚ ଏବେ 2 ବର୍ଷ ହେଲା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଲାଣି। କେଉଁଠି ରାସ୍ତା ଉପରୁ ପିଚୁ ଉଠି ମେଟାଲ ଦେଖାଗଲାଣି ତ ଆଉ କେଉଁଠି ଛୋଟ ଛୋଟ ଚିପ୍ସ ଖଣ୍ଡଗୁଡ଼ିକ ରାସ୍ତା ସାରା ବିଛେଇ ହୋଇ ପଡ଼ିଲାଣି। ଏହି କାରଣରୁ ସ୍କୁଲ କଲେଜର ପିଲାମାନେ ସାଇକେଲରେ ଯିବାବେଳେ ଏବଂ ଯାନବାହନଗୁଡ଼ିକ ଯାତାୟାତ ବେଳେ ଚକା ସ୍ଲିପ୍ କରି ଅନେକ ସମୟରେ ଦୁର୍ଘଟଣା ହେଉଛି। ଏହି ରାସ୍ତା ଦେଇ 2-3ଟି ପଞ୍ଚାୟତର ଅଧିବାସୀମାନେ ନିର୍ଭର କରୁଥିବା ବେଳେ ଏହି ଅଞ୍ଚଳର ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଉକ୍ତ ରାସ୍ତା ଦେଇ ପ୍ରତିଦିନ ସ୍କୁଲ ଯାଆନ୍ତି। ଏଥିସହିତ ପଞ୍ଚାୟତ ଓ ବ୍ଲକକୁ ବିଭିନ୍ନ କାର୍ଯ୍ୟ ଉଦ୍ଦେଶ୍ୟରେ ଓ ରୋଜଗାର ନିମନ୍ତେ ବହୁ ଦିନ ମଜୁରିଆ ଏହି ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ପ୍ରତିଦିନ ଯାତାୟାତ କରିଥାନ୍ତି। ଗମନାଗମନର କୌଣସି ସୁବିଧା ନଥିବାରୁ ଲୋକମାନେ ଚାଲି ଚାଲି ସାଇକେଲରେ ନଚେତ୍ ଗୁରୁତ୍ୱପୂର୍ଣ୍ଣ କାମ ଥିଲେ ଅଟୋ ଭଡ଼ା କରି ଚଢ଼ା ଦର ଦେଇ ଯିବାକୁ ବାଧ୍ୟ ହୋଇଥାନ୍ତି। ମୁଁ ବର୍ତ୍ତମାନ 3 ବର୍ଷ ହେଲାଣି ଏଠି କାର୍ଯ୍ୟରତ। ରାସ୍ତାରେ ଆମର ସବୁଦିନ ଯିବା ଆସିବା ହେଉଛୁ, ମାତ୍ର ରାସ୍ତା ଖରାପ ଲାଗି ଆମକୁ ଅସୁବିଧା ବି ହେଉଛି, ସମ୍ମୁଖୀନ ବି କରୁଛୁ। ମୁଁ ଯଶୋଦା ହାଇସ୍କୁଲ ଝାଡ଼ାଙ୍କୁଲି ଯିବା ଆସିବା ଗଲାବେଳେ ସବୁଦିନ ବାଟରେ ପଡ଼ୁଛି ଏବଂ ଏ ବିଷୟରେ ରାସ୍ତା ମରାମତି କଲେ ଟିକେ ଭଲ ହେବ, ଆଉ ଲୋକ ଯିବା ଆସିବା ହେଲା ବେଳେ ଆଉ ପଡ଼ିବେନି। ରାସ୍ତା ପୁରା ଖାଲ ଡମା ହେଇରି ଅଛି, ରାସ୍ତା ଠିକ୍ ନାହିଁ, ପୁରା ମେଣ୍ଟାଲ ଭାରି ହେଇରି ଅଛି, ରୋଡ ପୁରା ରଦ ହେଇଯାଇଛି, ଯିବା ଆସିବା ପୁରା ବିଜାର। ରାସ୍ତା ଆଗା ଖରାପ ଅଛି, ଗାଡ଼ି ଘୋଡ଼ା ଖରାପ ହେଇଯାଉଛି। ଏଥିପାଇଁ ରାସ୍ତା ଟିକେ ଭଲ ରିପେୟାର ହେଇଥିଲେ ଭଲ ହେଇଥାନ୍ତା, ସରକାର ଅନୁରୋଧ କରୁଛୁ। ଦୀର୍ଘ 2 କିଲୋମିଟରରୁ ଉର୍ଦ୍ଧ୍ୱ ରାସ୍ତା ଏଭଳି ଖାଲଖମାରେ ପରିପୂର୍ଣ୍ଣ ହୋଇଥିବାରୁ ଅଟୋରେ ଯାତ୍ରୀ କିମ୍ବା ଆମ୍ବୁଲାନ୍ସରେ ରୋଗୀଟିଏ ଗଲାବେଳେ ତାଙ୍କ ଅବସ୍ଥା ବେହାଲ ହୋଇପଡ଼ିଥାଏ। ଏନେଇ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇପାରୁନଥିଲା। ଧୀରେ ଧୀରେ ଜନ ଅସନ୍ତୋଷ ବୃଦ୍ଧି ପାଉଥିଲା। ତେଣୁ ଯୁଦ୍ଧକାଳୀନ ଭିତରେ ରାସ୍ତା ନିର୍ମାଣ କାର୍ଯ୍ୟ କରାଯିବା ନିମନ୍ତେ ଜନସାଧାରଣ ସରକାରଙ୍କୁ ଅନୁରୋଧ କରିଛନ୍ତି। PWD ରୋड जो अच्छी गुरुंटी PWD रोड टू आमर सातकुटुणी झाड़ांकुली जो रोड अच्छी RD रोड, से RD रोड रो समस्या अत्यंत दयनीय अवस्था अच्छी। प्राय 2 वर्ष रु 2.5 वर्ष है से रास्ता बेसी कदर्ज हो गलानी। विभिन्न प्रकार हेवी मोटर सबू जाऊँगी, जहाद्वारा कि खाल खमा होकर पड़ी विभिन्न समय लोक मैंने पड़ी माड़ हो। आमर अभियोग होचे आपको केमिदी गोटे जरूरकालीन भित्तिरे आपको तुरंत निर्माण करा जाओ, नचेत आगामी दिन भी बहुत गुड़िए धन जीवन पड़ी माड़ हबार आशंका रही। रास्ता एत खाल खमारे परिपूर्ण होगी, छोट मोट बहुत दुर्घटना होची, लोक नाई नथिबा असुविधार सम्मुखीन होचंदी। आउ बहुत लोक भी एटा को बाईपास भाबिकी, बाईपास जेहेतु हेनी बाईपास भाबिकी एही रास्ता द्वारा लोक गोपालपुर को भी एसएस करूचंदी बड़गुमला देकी। सेही रास्ता टोटाल अव्यवस्था होकी अछि। तो प्रशासन पाखे आमर दाबी रहिबो जे प्रशासन या प्रति तुरंत दृष्टि दियंतु एवं एही रास्ताटा को टिके चौड़ा करबा सहित रास्ता को खाल खमा को ताको रिपेयर करके पूरा पक्का रास्ता रे परिपूर्ण करा जाऊ। ब्रह्मपुर संजय कुमार विश्वाल रिपोर्ट, खबर ओडिशा।